ଜିହୋଶୁଅ 15 ପର୍ବ। ଜିହୁଦା ସନ୍ତାନମାନଙ୍କର ବଂଶର ବାଣ୍ଟ ସେମାନଙ୍କ ବଂଶ ଅନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସିନ୍ ପ୍ରାନ୍ତରର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା। ପୁଣି ସେମାନଙ୍କର ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମୁଖ୍ୟ ଆଖାତ ଠାରୁ ଦକ୍ଷିଣ ଦିଗରେ ଅକ୍ରଦିମ ଘାଟି ଦେଇ ସିନ୍ ପର୍ଯ୍ୟନ୍ତ ଗଲା। ପୁଣି ଦକ୍ଷିଣରେ କାଦେଶ ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା। ତୁ ହିସ୍ରୋଣ ଦେଇ ଯାଇ ଅର୍ଦ୍ଧର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା। ଏଉତାରେ ଅସ୍ମୋନକୁ ଯାଇ ମିଶର ନଦୀ ପାଖେ ବାହାରିଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ର ଥିଲା। ଏହା ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। ପୁଣି ପୂର୍ବ ସୀମା ଜର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଥିଲା। ପୁଣି ଉତ୍ତର ସୀମା ଜର୍ଦ୍ଦନର ପ୍ରାନ୍ତରେ ସମୁଦ୍ରର ଆଖାତ ଠାରୁ ଥିଲା ଓ ସେହି ସୀମା ବୈଥଲଗା ପର୍ଯ୍ୟନ୍ତ ବୈଥ ଅରାବାର ଉତ୍ତର ଦେଇଗଲା। ତେଣୁ ସେ ସୀମା ରୁବେନ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା। ଏଉତାରେ ସେହି ସୀମା ଆଖର ଉପତ୍ୟକା ଠାରୁ ଦବିର ଆଡ଼କୁ ଗଲା। ଏରୁପେ ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ବାରୀ ଘାଟି ସମ୍ମୁଖସ୍ଥ ଗିଲଗଲ ଆଡ଼କୁ ମୁଖ କରି ଉତ୍ତର ଦିଗକୁ ଗଲା ଓ ଐନ୍ ସେମସ୍ ନାମକ ଜଳାଶୟ ଆଡ଼କୁ ଚଳିଲା। ତହିଁର ପ୍ରାନ୍ତ ଭାଗ ଏନ୍ ରେଗଲ ନିକଟରେ ଥିଲା। ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଜିବୁସ ଆଡ଼କୁ ଗଲା। ଏହାକୁ ଜେରୁସାଲାମ କହନ୍ତି। ଏ ଉତ୍ତରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାଇମ୍ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ଗଲା। ଏ ଉତ୍ତରେ ସେହି ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତହର ଜଳ ନିର୍ଝର ପର୍ଯ୍ୟନ୍ତ ବିସ୍ତୃତ ହେଲା ଓ ଇଫ୍ରୋନ ପର୍ବତ ସ୍ଥିତ ନଗର ଆଡ଼କୁ ଗଲା। ପୁଣି ସେ ସୀମା କିରିୟତ ଆଉ ଜିଆରିମ୍ ନାମକ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା। ତହୁଁ ସେ ସୀମା ବାଲାଠାରୁ ସେଇର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ ନାମରେ ପ୍ରସିଦ୍ଧ ଜିଆରିମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ତହୁଁ ତା ବୈତ୍‌ସେମସ୍‌ରେ ପଡ଼ି ତିମ୍ମା ପର୍ଯ୍ୟନ୍ତ ଗଲା। ପୁଣି ସେ ସୀମା ଇକ୍ରୋନର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ତହୁଁ ସେ ସୀମା ସକେରନ ପର୍ଯ୍ୟନ୍ତ ବିସ୍ତୃତ ଓ ବାଲା ପର୍ବତରେ ପଡ଼ି ଜବନିଏଲକୁ ଗଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ରରେ ଥିଲା। ପୁଣି ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା। ଆପଣା ଆପଣା ବଂଶାନୁସାରେ ଜିହୁଦା ସନ୍ତାନଗଣର ଚତୁର୍ଦ୍ଦିଗ ସ୍ଥିତ ସୀମା ଏହି। ଅନନ୍ତର ଜିହୋଶୁଆଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ଜିହୁଦା ସନ୍ତାନଗଣ ମଧ୍ୟରେ ଜିଫୁନିର ପୁତ୍ର କାଲେବଙ୍କର ଭାଗ ନିମନ୍ତେ ହିବ୍ରୋନ ନାମରେ ପ୍ରସିଦ୍ଧ କିରିୟମଥବ ଦେଲେ। ଅର୍ବ ଅନାକର ପିତା ଥିଲା। ପୁଣି କାଲେବ ସେଠାରୁ ଅନାକର ବଂଶ ଶେଷୟ ଓ ଅହିମାନ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ। ଏ ଉତ୍ତାରେ ସେଠାରୁ ଦବିରର ନିବାସୀମାନଙ୍କ ବିରୁଦ୍ଧରେ ଗମନ କଲେ। ପୂର୍ବ କାଳରେ ସେହି ଦବିର କିରିୟତ ସେଫିରର ନାମରେ ବିଖ୍ୟାତ ଥିଲା। ସେହି ସମୟରେ କାଲେବ କହିଲେ, ଯେଉଁ ଜନ କିରିୟତ ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ସାର ବିବାହ ଦେବି। ତହିଁରେ କାଲେବର ଭ୍ରାତା କନସର ପୁତ୍ର ଅତ୍ମିଏଲ ତାହା ହସ୍ତଗତ କରନ୍ତେ ସେ ତାହା ସହିତ ଆପଣା କନ୍ୟା ଅକ୍ସାର ବିବାହ ଦେଲେ। ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକି ମଣାଇଲା। ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା। ଏଥିରେ କାଲେବ ତାହାକୁ କହିଲେ, ତୁମେ କ'ଣ ଚାହଁ? ତହୁଁ ସେ କହିଲା, ଆପଣ ମୋତେ ଏକ ଆଶୀର୍ବାଦ କରନ୍ତୁ, କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇଅଛନ୍ତି। ମଧ୍ୟର ଜଳ ନିର୍ଝର ମୋତେ ଦିଅନ୍ତୁ। ତହିଁରେ ସେ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ। ଜିହୁଦା ବଂଶୀୟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ଏହି ସକଳ ଅଧିକାର। ଦକ୍ଷିଣାଞ୍ଚଳରେ ଇଦୋମ ସୀମା ନିକଟରେ ଜିହୁଦା ସନ୍ତାନମାନଙ୍କର ବଂଶର ପ୍ରାନ୍ତ ଭାଗସ୍ଥ ଏସବୁର ନଗର ଥିଲା। କବସେଲ ଓ ଏଦର ଓ ଜାଗୁର ଓ କିନା ଓ ଦିମୋନା ଓ ଅଦଦା ଓ କେସଦସ ଓ ହାତ୍ସୋର ଓ ଜିତ୍ନମ, ସିଫି ଓ ଟେଲମ ଓ ବାଲୋତ ଓ ହାତ୍ସୋର ହଦତ୍ତା ଓ କରିୟୋତ, ହିସ୍ରୋନ ଅବା ହାତ୍ସୋର, ଅମାମ ଓ ସମା ଓ ମେଲାଦା ଓ ହତ୍ସଦ ଗଦା, ହିସ୍ମୋନ ଓ ବୈଥ ପେଲଟ, ହତ୍ସଦ ସିଆଲ, ବେରସବା
ବିସିଓଥିଆ, ବାଲା, ଏଏମ୍, ଏତ୍ସମ୍, ଇଲତୋଦ ଓ କସିଲ ଓ ହମ୍ମା ଓ ସିଗ୍ଲଗ ଓ ମଦମନ୍ନା ଓ ସନ୍ନନ୍ନା ଓ ଲବାୟତ ଓ ସିଲହେମ୍ ଓ ଏନ୍ ଓ ରିମୋନ୍ ଗ୍ରାମ ସମେତ ସର୍ବସୁଦ୍ଧା 29 ନଗର। ତଳଭୂମିରେ ଇଷ୍ଟ୍ରୋଏଲ ଓ ସରିୟ, ଅସନ୍ନା ଓ ସାନହୋ ଓ ଏନ୍ ଗନ୍ନିମ୍ ଓ ତପୁହ ଓ ଏନମ୍, ଜେମୁତ୍ ଓ ଅଦୁଲୁମ୍, ସୋଖେ ଓ ଅସେକା ଓ ସାରିଏମ୍ ଓ ଅଦିଥୟିମ୍ ଓ ଗଦେରା ଓ ଗଦେରାଗିମ୍ ଗ୍ରାମ ସମେତ ଏହି 14 ନଗର। ସନାନ ଓ ହଦାସା ଓ ମିଗ୍ ଲଲଦଗାଦ ଓ ଦିଲିୟନ, ମିସ୍ପି, ଜକ୍ତେଲ, ଲାଖିସ୍, ବସ୍କତ, ଇଗ୍ଲୋନ, କଦନ ଓ ଲହମମ ଓ କିତିସ୍ ଓ ଗଦେରତ ଓ ବୈଥ ଦାଗୋନ ଓ ନୟମା ଓ ମକ୍କେଦା ଗ୍ରାମ ସମେତ ଏହି 16 ନଗର। ଲିବ୍ନା ଓ ଏଥର ଓ ଅସନ ଓ ଜିପ୍ତହ ଓ ଅସନ୍ନା ଓ ନକ୍ସିବ, କିଲ୍ଲା ଓ ଅକ୍ସିବ ଓ ମାରେସା ଗ୍ରାମ ସମେତ 9 ନଗର। ଇକ୍ରୋନ ତହିଁର ଉପନଗର ଓ ଗ୍ରାମମାନ। ଇକ୍ରୋନ ଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ। ଅସଦୋଦ ତହିଁର ଉପନଗର ଓ ଗ୍ରାମମାନ, ଘସା ତହିଁର ଉପନଗର ଓ ଗ୍ରାମମାନ, ମିଶର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ। ପର୍ବତମୟ ଦେଶରେ ସାମିର ଓ ଜତୀର୍ର ଓ ସୋଖେ, ପୁଣି ଦନ୍ନା, କିରିୟତ ସନ୍ନା ଏହାକୁ ଦବିର କହନ୍ତି, ଓ ଅନାବ ଓ ଇଷ୍ଟିମୋୟ ଓ ଆନିମ୍ ଓ ଗୋସନ ଓ ହୋଲନ ଓ ଗିଲୋ ଏସବୁ ଗ୍ରାମ ସମେତ 11 ନଗର। ଅରାବ ଓ ଦୁମା ଓ ଇସିୟନ ଓ ଜାନୁମ ଓ ବୈତପୁହ ଓ ଅଫେକା ଓ ହୁମଟା ଓ କିରିୟଥବ ଏହାକୁ ହିବ୍ରୋନ କହନ୍ତି, ଓ ସିଓର ଏସବୁ ଗ୍ରାମ ସମେତ 9 ନଗର। ମାୟନ, କର୍ମିଲ ଓ ସିପ୍ ଓ ଜୁଟା ଓ ଜିସ୍ରିଏଲ ଓ ଜଗଦିଆମ ଓ ସାନହୋ, କୟନ ଓ ଗିବିଆ ଓ ତିମ୍ନା ଏସବୁ ଗ୍ରାମ ସମେତ 10 ନଗର। ହଲହୁଲ ଓ ବୈତ୍ସୁର ଓ ଗଦର ଓ ମାରତ ଓ ବୈଥାନତ ଓ ଇଲତୋକନ ଏସବୁ ଗ୍ରାମ ସମେତ 6 ନଗର। କିରିୟତ ବାଲ ଏହାକୁ କିରିୟତ ୟାରାଇମ କହନ୍ତି, ଓ ରବ୍ଦା ଏଥିର ଗ୍ରାମ ସମେତ 2 ନଗର। ପ୍ରାନ୍ତରରେ ବୈତ ଅରାବା, ମିଦିନ ଓ ସକାଖା ଓ ନିବ୍ସନ ଓ ଲବଣ ନଗର। ଏର୍ନ ରାଦି ଏସବୁ ଗ୍ରାମ ସମେତ 6 ନଗର। ମାତ୍ର ଜିହୁଦା ସନ୍ତାନଗଣ ଜେରୁସାଲମ ନିବାସୀ ଜିବୁସିୟମାନଙ୍କୁ ତଡ଼ି ଦେଇ ପାରିଲେ ନାହିଁ, ଏହେତୁ ଜିବୁସିୟମାନେ ଅଦ୍ୟାବଧି ଜିହୁଦା ସନ୍ତାନଗଣ ସହିତ ଜେରୁସାଲମରେ ବାସ କରୁଅଛନ୍ତି।